ମା ଏ ଶବ୍ଦଟା ଶୁଣିବାକୁ କେତେ ଭଲ ନ ଲାଗେ କହିଲେ। ବାପା ବରଂ କଠୋର ହୋଇଯାଏ, କିନ୍ତୁ ମା ସବୁବେଳେ ନିଜ ଛୁଆକୁ ପଣତ ତଳେ ଘୋଡ଼େଇ ରଖେ। ହେଲେ ଆଜି ଏମିତି ଏକ ମା କଥା କହିବୁ, ଆପଣ ଶୁଣିଲେ କହିବେ ଇଏ ମା ନା ଡାହାଣୀ। ନିଜ 7 ବର୍ଷର ପୁଅ ସହିତ ଏଇ ମା ଜଣକ ଯାହା କରିଥିଲା ଆପଣ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ, ଆଉ କହିବେ ଛି, ଏମିତି ମା'କୁ ଭଗବାନ ମା ହିଁ କରିବାର ନଥିଲା। ନିଜ 7 ବର୍ଷର ପୁଅ ସହିତ କ'ଣ କରିଥିଲା ଏଇ ମା ଜଣକ, ଆସନ୍ତୁ ଜାଣିବା ଆଜିର ଏ ପୁରା କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଯାଜପୁର ଅଞ୍ଚଳର ପ୍ରଶାନ୍ତ 11 ବର୍ଷ ତଳେ ବାହା ହୋଇଥିବା ସ୍ତ୍ରୀ ଝଗଡ଼ା କରି 3 ବର୍ଷର ପୁଅକୁ ନେଇ ବାପ ଘରକୁ ଚାଲି ଯାଇଥିଲା। ପ୍ରଶାନ୍ତ ନିଜ ପୁଅକୁ ମଣିଷ କରିବାକୁ ହୋଟେଲରେ ବାସନ ମାଜି ଟଙ୍କା ରୋଜଗାର କରୁଥିଲା। 65 ବର୍ଷର ବୁଢ଼ୀ ମା ସହିତ ପ୍ରଶାନ୍ତ ଦୁଃଖେ କଷ୍ଟେ ଚଳି ଯାଉଥିଲା। ହେଲେ ପ୍ରଶାନ୍ତର ସ୍ତ୍ରୀ କିନ୍ତୁ ଆସୁନଥିଲା। ହଠାତ୍ 4 ବର୍ଷ ପରେ ପ୍ରଶାନ୍ତ ସ୍ତ୍ରୀକୁ ଘରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା, କିନ୍ତୁ ଏଥର ସେ ଏକା ଆସିଥିଲା। ସାଙ୍ଗରେ ନେଇଥିବା 3 ବର୍ଷର ପୁଅକୁ ବାପା ଦେଖିବାକୁ ପାଇନଥିଲା। ପ୍ରଶାନ୍ତ ପ୍ରଥମେ ଭାବୁଥିଲା ପୁଅ ବୋଧେ ମାମୁଁ ଘରେ ଅଛି, ହେଲେ ନା, ତା ସ୍ତ୍ରୀ ଯାହା ଉତ୍ତର ଦେଇଥିଲା ପ୍ରଶାନ୍ତ ଶୁଣିବା ପରେ ମୁଣ୍ଡ ପିଟି ପିଟି କାନ୍ଦିବାକୁ ଲାଗିଥିଲା। ଆଉ କହୁଥିଲା, ମୋ ପୁଅ ମୋତେ କେତେ ଭଲ ପାଉଥିଲା, ମୋତେ କୁରକୁରେ ଚକୋଲେଟ୍ ସବୁବେଳେ ଆଣିବାକୁ କହୁଥିଲା। ମୁଁ ଯେତେବେଳେ କାମ କରିବାକୁ ବାହାରି ଯାଉଥିଲି ମୋ ହାତ ଧରି କାନ୍ଦୁଥିଲା, କାମକୁ ଯିବାକୁ ଦେଉନଥିଲା, ନହେଲେ ମୋତେ ସାଥିରେ ନେବାକୁ କହୁଥିଲା। ଆଉ ଆଜି ମୋ ପୁଅ ସହିତ ଏ ଡାହାଣୀ କେମିତି ଏମିତି କରିପାରିଲା। ଏପଟେ ବୁଢ଼ୀ ମା'ଟା ବି ନିଜ ନାତିକୁ ଝୁରି ଝୁରି କାନ୍ଦୁଥିଲା। ଆଉ ଏଇ ପିଶାଚିନୀ ମା ନିଜ ଛୁଆକୁ 20,000 ଟଙ୍କାରେ ଆଉ କାହାକୁ ବିକି ବହୁତ ଖୁସି ଥିଲା। ଆଉ କ'ଣ କହୁଥିଲା ଜାଣିଛନ୍ତି? ସେ ମୋ ପୁଅ, ମୁଁ ତାକୁ କଷ୍ଟ କରି ଜନ୍ମ କରିଥିଲି, ମୁଁ ତାକୁ ବିକିଦେଲି, ତମର କ'ଣ ହେଲା? ଛିରେ ମା ଛି, ତତେ ଟିକେ ଲାଜ ଲାଗୁନି? ତୁ ତାକୁ କଷ୍ଟ କରି ଜନ୍ମ କରିବା କଥା କହୁଛୁ? ଯେଉଁ ମା ନିଜ ଛୁଆକୁ କଷ୍ଟ କରି ଜନ୍ମ କରିଥିବ, ଆଖି ଆଗରୁ ଟିକେ ଲୁଚିଗଲେ ସେ ପୁରା ପାଗଳି ହେଇଯିବ। ଆଉ ତୁ ପା ତୋ ପୁଅକୁ ସବୁଦିନ ପାଇଁ ଆଉ କାହାକୁ ବିକି ଦେଇଛୁ, ସେ ପୁଣି ମାତ୍ର 20,000 ଟଙ୍କାରେ। ମା ମାନେ ନିଜ ଛୁଆକୁ ମଣିଷ କରିବାକୁ କ'ଣ ନ କରୁଛନ୍ତି କହିଲେ? ନିଜ ପେଟରେ ଓଦା କନା ଦେଇ ଛୁଆଙ୍କୁ ଆଗ ଖାଇବାକୁ ଦିଅନ୍ତି। ନିଜକୁ ଯେତେ କଷ୍ଟ ହେଉ ପଛେ ନିଜ ଛୁଆକୁ କେବେ ଭୋକରେ ରଖିବାକୁ ଦିଅନ୍ତିନି। ଆଉ ଏଇ ମା ନିଜ ଛୁଆକୁ ବିକି କହୁଛି, ତମର କ'ଣ ହେଲା? ମୁଁ ଜନ୍ମ କରିଛି, ମୁଁ ବିକିବି? ଏ ଘଟଣା ସାମ୍ନାକୁ ଆସିଲା ପରେ ପୁରା ଯାଜପୁର ଅଞ୍ଚଳରେ ଯେମିତି ଚାଞ୍ଚଲ୍ୟ ଖେଳିଯାଇଛି। ଆଉ 11 ବର୍ଷର ପୁଅକୁ ବିକିଥିବା ଏଇଭଳି ମା'କୁ ସମସ୍ତେ ଛି ଛି କରୁଛନ୍ତି। ଏପଟେ ପୁଅର ବାପା ଆଉ ଜେଜେମା ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ନିଜ ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି। ଆପଣ କ'ଣ ଭାବୁଛନ୍ତି, ଇଏ କ'ଣ ସତରେ ଜଣେ ମା ନା ପିଶାଚିନୀ? ଏଇଭଳି ମା'କୁ କେମିତିକା ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।